ଏଇ ଝିଅ ଏଠି ବଇଚି। ହଁ ବୋଉ। ମୁଁ ଗୋଟେ ଭଲ ଜିନିଷ ଆଣିଛି। ଭଲ ଜିନିଷ? ହଁ ମୁଁ ଯାଉଥିଲି ତ ବାଟରେ ଶୁଣିଲି କଣ କେକ୍ ଟେ ଆଜି ହଉଛି। ହଁ ଆଉ ସେ କେକ୍ ଦିଟା ଆଣିଛି ଆଉ ନେ ଖାଇଦବୁ। ବୋଉ ସେଇଟା କେକ୍ ନୁହଁ ସେଟା କି ଏ ଭଗବାନ ମୁଁ କେଡେ ଭୁଲ କରିବାକୁ ଯାଉଥିଲି ମ। ମୁଁ ଏଇନା ବୋଉକୁ କହିଦେଇଥାନ୍ତି କିକି ଦେ ବୋଲି ମତେ ପଚାରିଥାନ୍ତେ କିକି ର ମାନେ କଣ। ମୁଁ ଯଦି ଏଇନା ଗୋଇଠା ଦେଇ କହିଦେଇଥାନ୍ତି ମତେ ତ ଏଇନା ବିଧା ଗୋଇଠା ମାରିଥାନ୍ତେ ଗୋଇଠା ତ ମାରିଥାନ୍ତେ ଯେ ମୁଁ ଏଇନା ପଡିଥାନ୍ତି ଏଠି ଆଉ। ଭଲ ହେଇଛି ମୁଁ କହିଲି ଯାଉଛି କେକ୍ ନେଇଯିବି ଖାଇଦେବି ଆଉ। ମୁଁ କାହିଁ କହିବି କହିଲେ ସିନା ଜାଣିବେ। ଝୁଅ କାଲି କିଏ ନେଇଗଲା? ବୋଉ କାଲି ବା ସ୍ଲାପ ଡେ ହେଇଥିଲା। ସ୍ଲାପ ଡେ କଣ ଏଇ ଯୋଉ ପକେଇକି ଯୋଉ ଗ୍ୟାସ ରଖିକି ରୋଷେଇ କରୁନୁ ସେଇ? ହଁ 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 ବୋଉ ସେଇ ଡେ ବା। ତାହେଲେ ସ୍ଲାପ ଡେ। ହଁ ବୋଉ। ଆଉ ତାହେଲେ ଭଲ ହେଲା ଆଉ। ଆଉ ବୋଉ ଆଉ ଚାଲ ମୁଁ ଯାଉଛି କେକ୍ ଟା ନେଇକିନା ଯିବି ତମେ ଚାଲ ଆଉ। ମନ କରି ଖାଇବୁ ହେଲା ହଁ ହଁ ମୁଁ ଯାଉଛି। ହଉ ଭଲ ହେଲା ବୋଉ ତ ପଳେଇଲେ ମୁଁ ଯାଉଛି ମୋର କେକ୍ ମଜା କରି ଖାଇବି ଆଉ। ମୁଁ ଏଇନା ସ୍ଲାପ ଡେ ଯଦି କହିଥାନ୍ତି ଜାବୁଡା ଦେ ମତେ ପୁଣି ବାଡେଇଥାନ୍ତେ ମୋର କିଏ ଯାଉଛି ମାଡ ଖାଇବାକୁ ଗୋଇଠା ଖାଇବାକୁ। ଭଲ ହେଲା କେକ୍ ନେଇଯିବି ଖାଇଦେଇ ପଳେଇବି ଆଉ ମୁଁ ଯାଏ ଭାରି ମ। ପଳାଏ କେକ୍ ଟା ଅଛି କି କେଇଟା ହେଲେ ହେଇ ବଢିଆ କେକ୍ ଅଛି ଆଉ। 20 ଟଙ୍କିଆ କେକ୍ ଆଉ ବଢିଆ ହେଲା ମୁଁ ଯାଉଛି ଏଇଟା ଖାଇଦେବି ନେଇ ଘରେ ଆଉ ମୁଁ ଯାଏ ଭାରି।